ଦିନଟା ସତରେ କୁଆଡ଼େ ସରିଗଲା ମ ଦେଖୁନାହାନ୍ତି। ଝିଅ ବାହାରିଲା ତା ଘରକୁ, ପାଖରେ ବାହା ଦେଇଛି। ଅନେକ କଥାରେ ମୁଁ ଖୁସି, କିନ୍ତୁ ଗୋଟିଏ କଥା ଭାରି ଦୁଃଖ ଦିଏ। ବିଜୁଳି ମାରିଲା ଭଳି ଆସେ ଆଉ ପୁଣି ପଳେଇ ଯାଏ। ଯାହା ବି ହଉ ଦେଖା ସାକ୍ଷାତ ତ ହୁଏ। ସିଏ ତାଙ୍କର ଭାଇ ଭଉଣୀ କଥାବାର୍ତ୍ତା ହେଇ ତାକୁ ଆଣିଥିଲେ ଆଉ ପୁଣି ଛାଡ଼ିବା ପାଇଁ ବାବାଇ ବାହାରିଗଲା। ହେଲେ ଲିପି ବି ବାହାରି ପଡ଼ିଛି ଯେ। ହଁ, ଚାକିରିଆମାନଙ୍କର ରବିବାର ବା ଛୁଟି ଦିନଟା ଗୋଟେ ବଡ଼ ପର୍ବର ଦିନ କହିଲେ ଅତ୍ୟୁକ୍ତି ହେବନି। ସକାଳ ଓଳି କାମ ସରିଗଲା, ଆଉ କାଲି ପାଇଁ କିଛି ମାର୍କେଟିଂ ଥିଲା। ସେଥିପାଇଁ ଲିପି, ବାବାଇ ଆଉ କୁନି ଝିଅ ଗଲେ। ନିଣ୍ଟୁ ଏତେ ବୁଲାବୁଲି କରିବାକୁ ଭଲ ପାଏନି, ସିଏ ଘରେ ରହିଲା। ଟ୍ୟୁସନ୍ ଗଲା, ଆଜି ବି ଟ୍ୟୁସନ୍ ଥିଲା, ସିଏ ଗଲା। ମୁଁ ବସି ମନେ ପକାଉଥିଲି ଏଥର ହୋଲିରେ ମୁଁ ଆଙ୍କ ସାଙ୍ଗରେ କରିପାରିଥିବା ରିଲ୍ଟି ପାଇଁ ଭାରି ଖୁସି। ସିଏ ସବୁ ରାଜି ହୁଅନ୍ତିନି। ତାଙ୍କୁ ବୁଝେଇ ବତେଇ ଝିଅ ବୋହୂ ସମସ୍ତେ ମିଶି ଡାଇରେକ୍ଟରଗିରି କରି ଆମ ଦ୍ୱାରା ଏଇ ରିଲ୍ଟି କରେଇଥିଲେ। ହେଲେ ଆପଣମାନଙ୍କ ଦ୍ୱାରା ବୋଧେ ବେଶୀ ଆଦୃତ ହେଲାନି, କାହିଁକିନା ଆମ ଦିହିଙ୍କ ଦ୍ୱାରା ଏମିତି କିଛି କୃତ୍ରିମ କାମ ଆପଣମାନଙ୍କୁ ବୋଧେ ଭଲ ଲାଗେ ନାହିଁ। ଠିକ୍ ଅଛି, ଯେତେବେଳେ କ'ଣ ଗୋଟେ ମନ ହେଲା କରିଦେଲୁ। ମୁଁ କିନ୍ତୁ ଭାରି ଖୁସି ହେଉଥିଲି ଏଇଥିପାଇଁ ଯେ ମୋ କଥାରେ ସେ ଟିକେ ରାଜି ହେଇଥିଲେ। ଯାହା ବି ହଉ, ପିଲାମାନେ ବି ସେଦିନ ରିଲ୍ କରିଥିଲେ। ପିଲାମାନେ କହିଲେ ଆଉ କିଏ କି ଦି ବୋହୂ ଆଉ ଝିଅ। ଆଉ ମୋତେ ତ ଯିଏ ଯାହା କହିଲା ମୁଁ ସବୁ କଥାରେ ଥେଇ ମୋର କେଉଁଥିରେ ବାରଣ ନାହିଁ। ମୋ ଯୋଗୁଁ ଯଦି ଟିକେ ପିଲାମାନେ ଖୁସି ହେଇ ଯାଉଛନ୍ତି ହୁଅନ୍ତୁ, କାହିଁ ମନା କରିବି। ସତ କହିବାକୁ ଗଲେ ଆଜିର ହୋଲିରେ କ'ଣ ମୁଁ ଷୋଳପଣ ଖୁସି ଥିଲି କି? ନଥିଲି। ଅନେକ ସମୟରେ ମୁଁ ପୁରା ଖୁସି ନଥିଲେ ବି ସମସ୍ତଙ୍କ ସାଙ୍ଗେ ବେଶ ହସ ଖୁସିରେ ମିଶୁଥାଏ। ମୋର ମନେ ପଡ଼ୁଥିଲା ମୋ ଯାଆ ଚାଲି ଯାଇଛନ୍ତି ଏଇ ବର୍ଷ। ଏମିତି ତ ଏ ବର୍ଷ ହୋଲି ପାଳନ ହେବା କଥା ନୁହେଁ, ପୁଣି ହେବା କଥା ବି। ଯେହେତୁ ମୋର ଦେଢ଼ଶୁର ଅଛନ୍ତି, ସିଏ ଅଧିକ ବୟୋଜ୍ୟେଷ୍ଠ, ତେଣୁ ସବୁ ପର୍ବପର୍ବାଣି ହେବ। ମୋ ବଡ଼ ପୁଅ ଦେଖୁନାହାନ୍ତି କେମିତି ହୋଲି ବେଶ ଧାରଣ କରିକି ଆସିଛି। ସମସ୍ତେ ଆସିକି ମୋତେ ପୁଳା ପୁଳା ରଙ୍ଗ ବୋଳୁଛନ୍ତି। ଆଗ ଟିକେ ନାକୁ ରଙ୍ଗ ଦେଇଦେବେ, ମୁଣ୍ଡିଆଟି ମାରିଦେବେ, ତାପରେ ତ ମୁଁ ତାଙ୍କ ସାଙ୍ଗ ସରିଷା ଆଉ। ଦେଖୁନାହାନ୍ତି ମୋତେ ସିଏ କ'ଣ କଲେଣି। ମୋତେ ଆଙ୍କୁ ହେଲେ କେଉଁ ଛାଡ଼ୁଛନ୍ତି କି? ଇଏ ବେଳେବେଳେ ଚିଡ଼ନ୍ତି, ବେଳେବେଳେ କିଛି କହନ୍ତିନି। ପିଲାମାନେ ତାଙ୍କ ମୁଡ଼ ଦେଖି ତାଙ୍କୁ ରଙ୍ଗ ବୋଳାବୋଳି କରନ୍ତି। ଯାହା ବି ହଉ, ଆସି ଗୋଟେ ଟୋପି ପିନ୍ଧିଛି। ମୁଁ କହିଲି ସେ ଟୋପିଟା ହେଲେ କାଢ଼ୁନୁ। କହିଲା ନା ସେଟା ମୋର ହୋଲି ଟୋପି, ମୁଁ କାଢ଼ିବିନି। ବେଳେବେଳେ ମୋତେ ଭାରି ହସ ଲାଗେ। ଏଇଟା ମୋ ବଡ଼ ପୁଅ, ଦେଖିଲା ବେଳକୁ ସବୁଠୁ ପିଲାଳିଆ ବୁଦ୍ଧି। ହଉ, ଯାହା ଯେମିତି ହେଇକିରି ଘର ତ ଚାଲିଛି ଆଉ। ସମସ୍ତେ ଗୋଟାଏ ଗୋଟାଏ ଧାରାରେ ଚାଲିଛନ୍ତି ଆଉ। ସବୁ ସରିଲା ପରେ ମୁଁ ଦେଖିଲି ମୁଁ ବି ଟିକେ ଭଲକି ଦିଏ ବୋଲି। ଏଇଟା ବୋଧେ ସେଇ ଭିଡ଼ିଓର କିଛି ଫଟୋ ଥିଲା ମ। ସବୁ ଯୋଡ଼ି ଜାଡ଼ି ଦେଇଛି। ସବୁ କାମ ଭିତରେ ପୁଅ ଆଣିକି ମଟନ୍ ଦେଇଥିଲା। ଆଉ ବୋହୂ ଡାକିଲା, କହିଲା ବୋଉ ବହୁତ ଦିନ ହେଲା ତୁମେ ଆଉ ମଟନ୍ ଚକଟୁନ, ଆଜି ଟିକେ ଭଲକି ଚକଟି ଦିଅ। ସତ କହୁଛି, ଏବେ ସେମାନେ ଶିଖିଗଲେଣି। ମୁଁ ଆଉ ସେ ମଟନ୍ ଚକଟା ଚକଟି କରୁନି। ଆପଣମାନଙ୍କୁ ବି ଅନେକ ଥର କହିଲିଣି, ଯାହାର ବିଶ୍ୱାସ ଥିବ ବା ଯିଏ ଥରେ ଚକଟିକି କରିଥିବ, ସେ କେବେ ବି ନ ଚକଟିକି ମଟନ୍ ରାନ୍ଧିବ ନାହିଁ। ଆପଣ କଞ୍ଚାରେ କରନ୍ତୁ କି ସିଝେଇକି କରନ୍ତୁ, ଚକଟିବାଟା ଯେଉଁ ପ୍ରକାର କଲେ ବି ସେଥିପାଇଁ ଲାଭଦାୟକ। ଆଉ ନିଶ୍ଚିତ କଥା ମୁଁ କହିବି, ମଟନ୍ର ସ୍ୱାଦ ବଢ଼ାଏ। ସେ ଯେମିତି ଡାକିକି ମୋତେ ବୋଲଟେ ବତେଇଦେଲା, ମୁଁ ବି ତାକୁ ଟିକେ ଲାଞ୍ଚ ମାଗିଦେଲି। ମୁଁ କହିଲି ମୋର ଟିକେ ନାଲି ଚା କରିକି ଦେ। ମୁଁ ନାଲି ଚା ପିଇକି ମଟନ୍ ଚକଟିଲା ବେଳକୁ ସିଆଡ଼େ ବାପ ଝିଅଙ୍କର ହୋଲି ଖେଳ ସରିଯାଇଥିଲା। ମୋତେ ଖାଲି ଦେଖିଦେଲା। ସକାଳ କାମ ସମସ୍ତେ ସାରିଥିଲେ, ପୁଣି ଆସି ମୋତେ ଦଫାଏ ବୋଳିଲା। ବୋଳରେ ବାବୁ, ଆଜି ବୋଳିବାର ଦିନ, କାହିଁକି ମନା କରିବି। ଏତେବେଳକୁ ମୋର ଯେଉଁ ଦୁଇ ଦୁର୍ଲଭ ନାତି ଆସିଲେ ଅଗଣାକୁ। କିଏ କହିଲେ? ସେ ଦିହେଁ ମୋ ପୁତୁରାଙ୍କର ଦୁଇ ପୁତୁରାଙ୍କର ଦୁଇ ପୁଅ। ସେମାନେ ଆସିକିରି ପିଲାଙ୍କ ଗହଳି ଆହୁରି ବଢ଼ିଗଲା। ଦେଖୁନାହାନ୍ତି କେତେ ପ୍ରକାରର ହୋଲି ରଙ୍ଗ ବ୍ୟାଗ୍ ବାହାରିଛି। ଛୋଟ ଛୋଟ ପିଲା, ଯାହାର ଯେଉଁଟା କିଣା ହେଇଛି ସେ ତାଟାକୁ ନା ପସନ୍ଦ କରି ଅନ୍ୟଟିକୁ ପସନ୍ଦ କରୁଛି। ଠିକ୍ ଅଛି, କେଉଁଠି ସେ ବେପାରୀଙ୍କର ଏତେ ବୁଦ୍ଧି ଆସୁଛି କେଜାଣି। ହରେକ ପ୍ରକାର ଜିନିଷ କାଢ଼ି ପିଲାଙ୍କୁ ଚଗଲ ବଗଲ କରିବାରେ ତ ଧୁରନ୍ଧର ଆଉ। ଗୋଟାଏ କ'ଣ ଦେଖିଦେଲେ ସବୁ ପିଲା ମାତିଲେ। ଆମେ ତ ଏ ବିଜ୍ଞାପନ ଯୁଗରେ ବଡ଼ ମଣିଷମାନେ ନିଜକୁ ସମ୍ଭାଳି ପାରୁନେ। ପିଲା ବା କେଉଁଠି ବୁଝିବେ। ତାଙ୍କ ଫରମାଇଶ ପୂରଣ କରୁ କରୁ ଆମ ଅଣ୍ଟା ଭାଙ୍ଗି ଯାଉଛି। ସ୍କୁଲ ପଇସା ଦିଆହେବ, ପିଲାଙ୍କର ବର୍ତ୍ତମାନ ଶୈଳୀର ଚଳଣିରେ ତାଙ୍କୁ ସମାନ ଷ୍ଟାଣ୍ଡାର୍ଡ଼ ଗୋଟେ ଅଛି ତ, ଷ୍ଟାଣ୍ଡାର୍ଡ଼ରେ ଚଳେଇବାକୁ ହେବ। ଏଇସବୁ କରି କରି ଆମେ ସମସ୍ତେ ହାଲିଆ ହେଇଯାଉଛେ। ତଥାପି ଚାଲିଛି, ଦେଖାଯାଉ। ଏମିତି ଭାବୁ ଭାବୁ ମନଟା ପୁଣି ହାଲୁକା ହେଇଗଲା।
ମୋ ବାବାଇଙ୍କର ବନ୍ଧୁ ଆଉ ବନ୍ଧୁ ପତ୍ନୀ ଆସିଗଲେ। ସେମାନେ କେବଳ ବାବାଇର ବନ୍ଧୁ ପତ୍ନୀ ନୁହନ୍ତି, ସେମାନେ ଆମ ପରିବାର ସଦସ୍ୟ ପରି ହୋଇଗଲେଣି। ଆମେ ଥରେ ଯାଇଥିଲୁ ସାଙ୍ଗ ହୋଇକି ପୁରୀ, ଆପଣମାନେ ଦେଖିଥିବେ। ଟିକିଏ ଅନ୍ୟମନସ୍କ ହେଲା ମାନେ ସେଇଠି ହୋଲି ଖେଳ, ସେଇଠି ବ୍ୟାଡ଼ମିଣ୍ଟନ ଖେଳ, ସେଇଠି ରଙ୍ଗ ବଦଳା ବଦଳି ହଉ ହଉ କଳି, କେତେ ପ୍ରକାର କ'ଣ ସେଠି ପରିସ୍ଥିତି ଉପୁଜେ। ଯାହା ଘରେ 5-7 ପିଲା ଥିବେ ସିଏ ବୁଝିପାରୁଥିବେ। ମୁଁ ତେଣୁ ମଝିରେ ମଝିରେ ସେମାନଙ୍କୁ ତଦାରଖ କରେ। ତାଙ୍କୁ କ'ଣ ତଦାରଖ କରିବି, ଏ ବଡ଼ ପିଲା ଗୁଡ଼ା କ'ଣ ହେଉଛନ୍ତି ଦେଖୁନାହାନ୍ତି। ଅଧା ହୋଲି ଖେଳରୁ ଆସିକିରି ପଖାଳ ଖିଆ ହେଉଛି। କିରେ ପଖାଳ ଖାଇକି ଏକାଥରେ ରେଡ଼ି ହେଇକି କ'ଣ ଯାଇ ହୋଲି ଖେଳିବାକୁ ବାହାରିଥିଲେ ହେଇନଥାନ୍ତା। ଏ ଛୁଆ ଗୁଡ଼ାକ ତ ଯାହା ହେଉଛନ୍ତି, ଏଗୁଡ଼ାକ ଦର ବୁଢ଼ାବୁଢ଼ୀ ହେଲେଣି, ଆଙ୍କ ଦୁଷ୍ଟାମି ଯାଉନି। ମୋ ଚୁଙ୍ଗାଟିକି କେତେବେଳେ ପଖାଳ ଖିଆରେ ସାଙ୍ଗ କଲେନି। ବିଚରା ଭଲ ଦେଢ଼ଶୁର ହେଇଛି, ଆଙ୍କ ପଖାଳ ପୁଞ୍ଜିରେ ସେ ପଶି ପାରୁନି। ମୁଁ ସେଠୁ ଗୋଟେ ବୁଦ୍ଧି ପାଞ୍ଚିଲି, ମୁଁ କହିଲି ଆସରେ ନାଚିବା। ସିଏ କହିଲି ମୁଁ ତମେ ରଖିଦିଅ ପିଚକାରୀ, ନାଚିବା। ସିଏ ଥିଲେ ମୋତେ ସମସ୍ତେ ପିଚକାରୀ ମାରିଲେ, ମୋତେ ଭାରି ହସ ମାରିଲା। ମୁଁ କହିଲି ଆରେ ହେ, ମୁଁ ଏକା କୃଷ୍ଣ, ଏମାନେ ସବୁ ହେଉଛନ୍ତି ଗୋପୀ। ମୁଁ ସେପଟେ କ'ଣ କଲାବେଳକୁ ଖୋଜିଲି ମୋ ଝିଅ କୁଆଡ଼େ ଗଲା ଦେଖୁନାହାନ୍ତି। ତା ବାପାକୁ ସେ କେମିତି କରୁଛି। ଯେତେବେଳେ ବାପା ଯେତେବେଳେ ଦେଖିବ ବାପାଙ୍କ ମୁଡ଼ ଭଲ ଅଛି, କହିବ ଇଏ ମୋ ରାମୁ କହିକି ତାଙ୍କୁ ଏମିତି କରେ। ଆଉ ଝିଅ ଦେଖିଲା ବାପା ଶାନ୍ତ ଅଛନ୍ତି, ଏତିକିବେଳେ ବୋହୂମାନେ ବି ଆସି ତାଙ୍କୁ ଟିକେ ରଙ୍ଗ ଲଗେଇଦେଲେ। ତାପରେ ନିଜ ନିଜ ଭିତରେ ଘର ଭିତରଟାରେ ସେ କ'ଣ ହେଉଛନ୍ତି ଦେଖୁନାହାନ୍ତି। ମୁଁ କହିଲି ଘାଣ୍ଟ ସବୁଆଡ଼େ ଘାଣ୍ଟ, ମୋର କ'ଣ ଯାଉଛି, ତମେ ନାମ ନେବ। କିରେ ଅଗଣାକୁ ଯାଇ ଖେଳିଲେ ହୁଅନ୍ତାନି। ସିଏ ମୋ କଥାକୁ କ'ଣ ଶୁଣିବ, ମୋତେ ପଶିକି ବୋଳୁଛି। ମୋ ବୋହୂ ତ ମୋ ଗାଲକୁ ପୁରା ମାଲିସ କରିଦେଉଛି ରଙ୍ଗରେ। ଯାହା କରୁଛ କର ବାବୁ, ଗୋଟାଏ ଦିନ ତ, କାହିଁକି ମନା କରିବି, କାହିଁକି କାହା ମନରେ ଦୁଃଖ ଦେବି। ମୋ ମନ ଭିତରେ ଦୁଃଖ ଥାଉ କି ସୁଖ ଥାଉ, ସବୁ ଭାବିକିରି ଚଳିଗଲେ ଗଲା। ମୋ ହୋଲି ଗତକାଲିରୁ ସରିଥିଲା। ଗତକାଲି ଯେତେବେଳେ ଦିଅଙ୍କ ପାଖରେ ଭୋଗ ଲାଗିଲା, ଅବିର ଲଗା ହେଲା, ଇଏ ଟିକେ ମୋ ମୁଣ୍ଡରେ ଅବିର ଲଗେଇ ଦେଇଥିଲେ, ବାସ୍ ସେତିକି ହିଁ ପ୍ରାର୍ଥନା ମୋର। ଭିତରେ ବୋହୂ ତାର ମସଲା କଷିକି ମଟନ୍ ରାନ୍ଧୁଥିଲା। ମୁଁ ଆଉ ସିଆଡ଼େ କିଛି ମୁଣ୍ଡ ନ ପୂରେଇ ମୁଁ ଦେଖିଲି ଆଉ ବେଶୀ ସମୟ ଅଗାଧୁଆ ରହିଲେ ମୋ ଦେହଟି ଖରାପ ହେବ। କାହିଁକିନା ପୂର୍ବଦିନ ଗ୍ରହଣ ପାଇଁ ଯେଉଁ ଡବଲ ଗାଧୁଆ ହେଇଛି, ମୋ ମୁଣ୍ଡଟା ଖାଲି ଝିମିଝିମି ହେଇ ବିନ୍ଧୁଥିଲା। ତେଣୁ ମୁଁ ସେ ରୋଷେଇବାସ ଆଡ଼େ ମନ ନ ଦେଇ ଗାଧେଇବାକୁ ବାହାରିଗଲି। ଏଇ ଟିକେ ପୂର୍ବରୁ କହୁନଥିଲି, ଏବେ ମୋତେ ଆଉ ରୋଷେଇର ତଦାରଖ କରିବାକୁ ପଡ଼ୁନି। ଅନେକ ଦିନ ହେଲା ରୋଷେଇବାସ କରି ତାଙ୍କ ହାତ ବି ସେଟ୍ ହେଇଗଲାଣି। ଭଲ ରୋଷେଇ ସେମାନେ କରୁଛନ୍ତି। ମୁଁ ଆଉ ମଝିରେ ଯାଇକି କ'ଣ ବା କରିବି। ସତକୁ ସତ ସେ ସବୁ ରୋଷେଇ ସାରିଲେ। ହେଲେ ଏ ପୁଅ ଦିହେଁ ଏଥର ଆମକୁ ନାମ ଦେଲେ। ନାମ କ'ଣ, ଏଥର ସାଙ୍ଗ ହୋଇକି ଆମେ ସମସ୍ତେ ଖାଇପାରିଲୁନି। ସିଏ ତାଙ୍କ ସାଙ୍ଗମାନଙ୍କ ସାଙ୍ଗରେ ଯାଇ ଭୋଜି କଲେ। ତେଣୁ ଘରେ 3 ପୁଅ ଯାକ କେହି ଆଉ ଖାଇଲେନି। ଖାଇବା ଲୋକ କେବଳ ଇଏ, ମାନେ ଖାଇବା ଲୋକ କେବଳ ଇଏ ନୁହେଁ ଯେ, ପୁଅ ପିଲାମାନେ ଟିକେ ଥିଲେ ଖାଇବାରେ ଟିକେ ସଙ୍କୋଚ ଥାଏ। ଝିଅମାନେ ତ ସବୁ ଗଦେଇ ଏକାଠି ବସି ଚକଟା ଚକଟି କରି ଖାଆନ୍ତି। ସେଠୁ ରୋଷେଇ ତ ସରିଯାଇଥିଲା। ମୁଁ ଗାଧେଇ ପାଧେଇକି ଆଇଲା ପରେ ମୋ ବୋହୂ କହିଲା, ବୋଉ ରୋଷେଇ ସରିଛି ଯେ ତୁମେ ଟିକେ ତରକାରୀଟା ଦେଖିଦେଇକି ବାପାଙ୍କ ପାଇଁ ବାଢ଼ି ଦିଅ। ମୁଁ ସେଠୁ ଗଲି, ତରକାରୀଟି ଦେଖିଦେଲି, କିଛି ବାହୁନିବାର ନାହିଁ। ଖରାଦିନକୁ ଝୋଳ ପତଳା ଭଲ ହେଇଛି ସବୁ ଦେଖି ତାଙ୍କ ପାଇଁ ବାଢ଼ିଦେଲି। ମୁଁ କହିଲି ମୋତେ ଆଉ କିଛି କହନି, ମୋ ଗଣ୍ଡାକ ମୋତେ ବାଢ଼ିଦିଅ। ତାପରେ ସେମାନେ ମୋତେ ମୋ ଖାଇବା ବାଢ଼ିଦେଲେ। ମୁଁ ସେଠୁ ପେଟେ ଖାଇକି ଯାଇକି ନିଘୋଡ଼ ନିଦରେ ଶୋଇପଡ଼ିଲି। ଏମିତି ଆମ ଘରେ ହୋଲି ସରିଗଲା। ଆପଣମାନେ କେମିତି ହୋଲି କରିଥିଲେ ମୋତେ କହିବେ। এই ସୁନ୍ଦର ପର୍ବଟିକୁ ସବୁବେଳେ ସୁନ୍ଦର ଭାବରେ ଶାଳୀନତାର ସହିତ ଆଉ ଖୁସି ମଜା ଭିତରେ ଭଲ ରଙ୍ଗକୁ ନେଇକି ପାଳନ କଲେ ଆମ ସମସ୍ତଙ୍କ ପାଇଁ ଉପଭୋଗ୍ୟ ହେବ।